ଅନେକ ଦିନ ତଳର କଥା। ଗୋଟିଏ ଜଙ୍ଗଲରେ ଗୋଟିଏ ହରିଣଟିଏ ରହୁଥିଲା। ସେ ଦେଖିବାକୁ ବହୁତ ସୁନ୍ଦର ଥିଲା, ଆଉ ତାର ଦୁଇଟି ବହୁତ ସୁନ୍ଦର ଶିଙ୍ଗ ବି ଥିଲା। ଗୋଟିଏ ଦିନ କ'ଣ ହେଲା, ଜଙ୍ଗଲରେ ତ ବୁଲି ବୁଲି ବହୁତ ସାରା ଘାସ ଖାଇସାରିଲିଣି। ମତେ ଜୋରେ ଶୋଷ ଲାଗିଲାଣି। ଯାଉଛି ଟିକେ ପାଣି ପିଇ ଦେଇ ଆସିବି। ପାଖରେ ତ ନଦୀ ବି ଗୋଟିଏ ଅଛି। ଯାଉଛି ସେଇଠାରେ ହିଁ ପାଣି ପେଟେ ପିଇ ଦେଇ ଆସିବି। ହରିଣଟି ପାଣି ପିଇବା ସମୟରେ ତାର ପ୍ରତିଛବି ପାଣିରେ ଦେଖିବାକୁ ପାଇଲା, ଆଉ କହିଲା, ଆରେ ଏଇ ତ ମୋର ଛବି ବୋଧେ ଏଇ ପାଣିରେ ଦେଖାଯାଉଛି। ମୁଁ ଏତେ ସୁନ୍ଦର ଦେଖିବାକୁ, ଆଉ ମୋ ମୁଣ୍ଡରେ ଥିବା ଶିଙ୍ଗ ଦୁଇଟି ତ ମୋ ମୁହଁକୁ ଆହୁରି ସୁନ୍ଦର କରିଦେଉଛି। ମୋର ଏତେ ସୁନ୍ଦର ଶିଙ୍ଗ, ଏମିତିକା ଶିଙ୍ଗ ଏ ସାରା ଜଙ୍ଗଲରେ ଆଉ କାହାର ବି ନାହିଁ। ଶିଙ୍ଗ ତ ନୁହେଁ, ଲାଗୁଛି ରାଜାର ମୁକୁଟ ପରି। ଆଉ ମୋର ପାଦ ବି କେତେ ଚିକଣ, ପାଦକୁ ଶିଙ୍ଗ। ଓହୋ, କ'ଣ ଦେଖାଯାଉଛି ମ! ଏମିତି ସବୁ କହି ହରିଣଟି ପାଣି ପିଇ ଜଙ୍ଗଲ ଭିତରକୁ ଚାଲିଗଲା। କିଛି ବାଟ ଯିବା ପରେ ଗୋଟିଏ ମାଙ୍କଡ଼ ସହିତ ତାର ଦେଖା ହେଲା। ଆରେ ଏ ମାଙ୍କଡ଼, ଦେଖ ଦେଖ ମୋର ଶିଙ୍ଗକୁ ଦେଖ। ଶିଙ୍ଗ ଦୁଇଟି ମୋର କେତେ ସୁନ୍ଦର। କହିଲୁ ତୁ, ମୁଁ ସତ କହୁଛି କି ନାଇଁ? ହଁ ହଁ, ଏଗୁଡ଼ାକ ସତରେ କେତେ ସୁନ୍ଦର ଦେଖାଯାଉଛି। ତୋର ତ ଏଇ ଶିଙ୍ଗ ପାଇଁ ତୁ କେତେ ସୁନ୍ଦର ଦେଖାଯାଉଛୁ। ମୋର ଯଦି ତୋ ପରି ଶିଙ୍ଗ ଥାନ୍ତା, ମୁଁ ବି ସମସ୍ତଙ୍କୁ ଏମିତି ବୁଲି ବୁଲି ଦେଖାନ୍ତି। ମୋର ତ ଶିଙ୍ଗ ନାହିଁ, ଅଛି ଗୋଟିଏ ଲାଞ୍ଜ। ଏଇ ଲାଞ୍ଜ ସାହାଯ୍ୟରେ ମୁଁ ଦିନଯାକ କେତେ କ'ଣ କାମ କରୁଛି। ମାଙ୍କଡ଼ଠାରୁ ନିଜ ଶିଙ୍ଗର ପ୍ରଶଂସା ଶୁଣି ହରିଣଟି ଆହୁରି ଖୁସି ହୋଇଗଲା। ତାର ସେଇ ସୁନ୍ଦର ଶିଙ୍ଗ ପାଇଁ ସେ ବହୁତ ଗର୍ବ କଲା। ସେ ଗର୍ବର ସହ ସେ ଜଙ୍ଗଲ ଭିତରେ ବୁଲିବାକୁ ଲାଗିଲା। ଯାଉ ଯାଉ ବାଟରେ ତାର ଶିଆଳ ସହିତ ଦେଖା ହେଲା। ଆରେ ଏ ଶିଆଳ, କୁଆଡ଼େ ଯାଉଛୁ? ଯାଉଛି ଶିକାର ଖୋଜିବାକୁ। ହଁ, ଭଲ ଭଲ, ଖୋଜିକି ଶିକାର ଖାଇଲେ ବହୁତ ଭଲ। ଦେଖ ଦେଖ, ତୋ ପରି ମୋର ବି କେମିତି ଚାରିଟା ପାଦ ବି ଅଛି। ହେଲେ ଛାଡ଼, ତୁ ତ ନିଜକୁ ନିଜେ ଭାରି ଚାଲାକ ବୋଲି ଭାବୁ। ହେଲେ ମୋ ପରି ଏତେ ସୁନ୍ଦର ତୁ ବିଲକୁଲ ବି ନୁହେଁ। ଏମିତି କ'ଣ ତୁ କହୁଛୁ ବା? କ'ଣ ହେଇଛି ତୋର ଆଜି? କାରଣ ମୋର ଶିଙ୍ଗ ଅଛି, ହେଲେ ତୋର ଶିଙ୍ଗ ନାହିଁ। ମତେ ଦେଖ, ମୋର କେତେ ସୁନ୍ଦର ଦୁଇଟି ଶିଙ୍ଗ ଅଛି। ମୋର ଏଇ ଶିଙ୍ଗ ଦୁଇଟି ମୋର ଭାରି ଗର୍ବ। କିଛି ବୁଝିଲୁ କି ନାହିଁ ବା ଏ ଚାଲାକ ଶିଆଳ? କିଛି ବୁଝିଲୁ? ହଁ କି? ହଁ ହଁ, ତୋର ତ ଏଇ ଶିଙ୍ଗ ଦୁଇଟି ଭାରି ସୁନ୍ଦର। ମୋର ଯଦି ତୋ ପରି ଏମିତି ଦୁଇଟି ଶିଙ୍ଗ ଥାନ୍ତା, ତାହେଲେ ଭାରି ଭଲ ହୋଇଥାନ୍ତା। ଏହା କହି ଶିଆଳ ସେଠାରୁ ଚାଲିଗଲା। ହରିଣଟି ମନ ଖୁସିରେ ଜଙ୍ଗଲ ଭିତରେ ବୁଲିବାକୁ ଲାଗିଲା। ଏମିତି ବାଟରେ ଯାହା ସହିତ ସେ ଦେଖା ହେଉଥିଲା, ତାକୁ ସେ ତାର ଶିଙ୍ଗକୁ ଦେଖାଉଥିଲା। ଗୋଟିଏ ଦିନ ହରିଣ ଜଙ୍ଗଲରେ ଘାସ ଖାଉଥିଲା। ସେତିକି ବେଳେ ତା ପଛରେ ଗୋଟିଏ ଶିକାରୀଟିଏ ଆସିଲା, ଆଉ ସେ ହରିଣକୁ ଧରିବା ପାଇଁ ତା ପଛରେ ଦୌଡ଼ିଲା। ହରିଣ ତାର ଜୀବନକୁ ବଞ୍ଚେଇବା ପାଇଁ ଦୌଡ଼ିବାକୁ ଲାଗିଲା। ଦୌଡ଼ିଲା, ହେଲେ ଗୋଟିଏ ଡାଳରେ ତାର ଶିଙ୍ଗଟି ଲାଗିଗଲା। ସେ ବହୁତ କଷ୍ଟରେ ତାର ଶିଙ୍ଗକୁ ସେଠାରୁ ବାହାର କଲା, ଆଉ ଖୁବ୍ ଜୋରରେ ଦୌଡ଼ିବାକୁ ଲାଗିଲା। ଦୌଡ଼ି ଦୌଡ଼ି ଟିକେ ଦୂରକୁ ଯାଇ କହିଲା, ମୁଁ ମୋର ପାଦଗୁଡ଼ିକୁ କେତେ ଅବହେଳା କରିଛି। ପାଦଗୁଡ଼ିକୁ ମୁଁ ଜମା ବି ଭଲ ପାଉନଥିଲି। ଆଜି ଏଇ ପାଦ ପାଇଁ ମୁଁ ଶିକାରୀଠାରୁ ବଞ୍ଚିଗଲି। ଆଉ ଯୋଉ ଶିଙ୍ଗ ପାଇଁ ମୁଁ ଏତେ ଗର୍ବ କରୁଥିଲି, ତାରି ପାଇଁ ଆଜି ମୁଁ ବିପଦରେ ପଡ଼ିଗଲି।